नीलाद्रि निवासाय नित्याय परमात्मने बलभद्र सुभद्राभ्याम जगन्नाथाय ते नमः। श्री गुरुभ्यो नमः। आज आमे ଏହି ଭିଡିଓ ମାଧ୍ୟମରେ ବ୍ୟାକରଣ ବିଭାଗର ସନ୍ଧି ପ୍ରକରଣ, ସନ୍ଧି ତିନି ପ୍ରକାର, ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି, ବିସର୍ଗ ସନ୍ଧି, ସ୍ୱର ସନ୍ଧି ଅନ୍ତର୍ଗତ ଏହି ୟଣ ସନ୍ଧିକୁ ଆଜି ଆମେ ପଢିବା। ଆଜି ଆମେ ୟଣ ସନ୍ଧି କାହାକୁ କୁହାଯାଏ, ୟଣ ସନ୍ଧିର ଉଦାହରଣ ଜାଣିବା ଏବଂ ୟଣ ସନ୍ଧିର ନିୟମକୁ ବି ଜାଣିବା ଡାଇଗ୍ରାମ ମାଧ୍ୟମରେ। ଯଦି ଆପଣମାନଙ୍କୁ ଏହି ଭିଡିଓଟି ଭଲ ଲାଗେ ତାହେଲେ ନିଶ୍ଚିତ ରୂପରେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ୟଣ ସନ୍ଧି, ୟଣ ସନ୍ଧି କାହାକୁ କୁହାଯାଏ ଦେଖିବା। ତ ହର୍ଷଇ ଦୀର୍ଘଇ ହର୍ଷଉ ଦୀର୍ଘଉ, ହର୍ଷଇ ଦୀର୍ଘଇ ହର୍ଷଉ ଦୀର୍ଘଉ, ହର୍ଷରୁ ଦୀର୍ଘରୁ ଲୁ ସହିତ କୌଣସି ଅସବର୍ଣ୍ଣ ସ୍ୱରର ସନ୍ଧି ହେଲେ ଏହି ସ୍ୱରମାନଙ୍କ ସ୍ଥାନରେ ଯଥାକ୍ରମେ ୟ, ବ, ର, ଲ ଆଦେଶ ହୋଇଥାଏ। ଦେଖିବାରେ ପିଲେ ଦିଟା ପଦର ମିଳନକୁ ଆମେ ସନ୍ଧି କହିଥାଉ। ସେଇ ଦିଟା ପଦର ପ୍ରଥମ ପଦର ଅନ୍ତରେ ଯଦି ଇ ହର୍ଷେଇ ଅଥବା ଦୀର୍ଘେଇ, ହର୍ଷଉ ଅଥବା ଦୀର୍ଘଉ, ହର୍ଷରୁ ଅଥବା ଦୀର୍ଘରୁ ଅଥବା ଲୁ ଥାଏ, ତା ପରବର୍ତ୍ତୀ ପଦର ପ୍ରଥମ ବର୍ଣ୍ଣରେ ଯଦି ଅସବର୍ଣ୍ଣ ଥାଏ, ଏବେ ସବର୍ଣ୍ଣ କାହାକୁ କୁହାଯାଏ, ଅସବର୍ଣ୍ଣ କାହାକୁ କୁହାଯାଏ ଟିକେ ଦେଖିଦେବା। ଉଦାହରଣ ଦେଖ, ଇ ହର୍ଷେଇ ହଉଛି ଦୀର୍ଘେଇର ସବର୍ଣ୍ଣ, ଦୀର୍ଘେଇ ହଉଛି ହର୍ଷେଇର ସବର୍ଣ୍ଣ, ମାନେ ସମାନ ବର୍ଣ୍ଣ। ଅସବର୍ଣ୍ଣ କାହାକୁ କୁହାଯାଏ ଦେଖିଦେବା। ହର୍ଷେଇ, ହର୍ଷେଇର ଅସବର୍ଣ୍ଣ କଣ ରେ ବିଲେ? ଅସବର୍ଣ୍ଣ ସ୍ୱରବର୍ଣ୍ଣ ହଉଛନ୍ତି ଅ, ଆ, ହର୍ଷଉ ଦୀର୍ଘଉ, ରୁ ଦୀର୍ଘରୁ, ଏ, ଐ, ଓ, ଔ। ଏଗୁଡିକ ହଉଛନ୍ତି ହର୍ଷେଇ ଅଥବା ଦୀର୍ଘେଇର ଅସବର୍ଣ୍ଣ, ସମାନ ବର୍ଣ୍ଣ ନୁହନ୍ତି। ଡାଇଗ୍ରାମ ମାଧ୍ୟମରେ ବୁଝିବା। ପୂର୍ବ ପଦର ଅନ୍ତିମ ବର୍ଣ୍ଣ, ଦିଟା ପଦର ମିଳନକୁ କଣ ହେଇଥାଏ ନା ସନ୍ଧି ହୋଇଥାଏ। ତ ସେଇଟା ଯୋଉ ପ୍ରଥମ ପଦ ହଉଛି ପୂର୍ବ ପଦ, ପର ପଦ ହଉଛି ଉତ୍ତର ପଦ ଅଥବା ପର ପଦ। ତ ପୂର୍ବ ପଦର ଅନ୍ତିମ ବର୍ଣ୍ଣ ଯଦି ଇ ଅଥବା ଇ ସହିତ ଯଦି ଅସବର୍ଣ୍ଣ ର ସନ୍ଧି ହେଲେ କଣ ହବ ନା ୟ ହବ। ସେମିତି ହର୍ଷଉ ଅଥବା ଦୀର୍ଘଉ ସହିତ ଯଦି ଅସବର୍ଣ୍ଣର ମିଳନ ହୁଏ ତାହେଲେ ବ ହବ, ହଲନ୍ଦ ବାଲା ବ ହବ। ତ ହର୍ଷଉ ଅଥବା ଦୀର୍ଘଉ ସହିତ ଯଦି ଅସବର୍ଣ୍ଣର ମିଳନ ହୁଏ ତ ର ହବ। ସେମିତି ଲୁ ସହିତ ଯଦି ଅସବର୍ଣ୍ଣର ମିଳନ ହୁଏ ତ ଲ ହବ, ହଲନ୍ଦ ବାଲା। ଉଦାହରଣ ମାଧ୍ୟମରେ ବୁଝିବା এই ନିୟମକୁ। ତ ହର୍ଷେଇ ସହିତ ଅଥବା ଦୀର୍ଘଇ ସହିତ ଯଦି ଅସମାନ ବର୍ଣ୍ଣର ସନ୍ଧି ହୁଏ ତାହେଲେ ୟ ହବ। ଏଟା ହଉଛି ୟଣ ସନ୍ଧିର ଗୋଟେ ନିୟମ। ତ ହର୍ଷେଇ ଅଥବା ଦୀର୍ଘେଇର ଅସମାନ ବର୍ଣ୍ଣ ହଉଛନ୍ତି ଏ ଦି ଜଣ ନିଜ ନିଜ ପାଇଁ ସବର୍ଣ୍ଣ। ତ ୟାଙ୍କର ଅସବର୍ଣ୍ଣ କିଏ ନା ଅ, ଆ, ହର୍ଷଉ ଦୀର୍ଘଉ, ହର୍ଷରୁ ଦୀର୍ଘରୁ, ଏ, ଐ, ଓ, ଔ। ତ ଉଦାହରଣ ମାଧ୍ୟମରେ ବୁଝିବା ପିଲେ ଏବେ। ତ ଅତି ଯୁକ୍ତ ଅଧିକମ, ତ ଆମେ ଦେଖିବା ପୂର୍ବ ପଦର ଅନ୍ତିମ ବର୍ଣ୍ଣ ହଉଛି ଇ, ପର ପଦର ପ୍ରଥମ ବର୍ଣ୍ଣ ହଉଛି ଅ। ଓକେ, ତ କଣ କୁହାହେଇଛି ନା ପୂର୍ବ ପଦ ଜାଗାରେ କଣ ହବ ରେ ପିଲେ? ପୂର୍ବ ପଦର ଅନ୍ତିମ ବର୍ଣ୍ଣ ଜାଗାରେ କଣ ହବ ନା ୟ ହେଇଯିବ। କଣ ହେଇଯିବ? ୟ ହେଇଯିବ। ଅତ ଏଇ ଜାଗାରେ କଣ ହେଇଗଲା ନା ହଲନ୍ଦ ବାଲା ୟ ହେଇଗଲା। ଯୁକ୍ତ ଅଧିକମ, ଯଦି ଆଗକୁ ମିଶେଇ ଦେବା କଣ ହବ ରେ ପିଲେ ନା ଅତ୍ୟଧିକମ। କଣ ହବ? ଅତ୍ୟଧିକମ। ଏଇ ପୂର୍ବ ପଦର ଅନ୍ତିମ ବର୍ଣ୍ଣ ହଉଛି ଇ ସହିତ ଯଦି ଅସବର୍ଣ୍ଣ ମିଶିଯାଏ ତାହେଲେ ଆମର କଣ ୟଣ ସନ୍ଧି ହବ। ତ ସେଇ ଜାଗାରେ କଣ ଇ ଜାଗାରେ କଣ ଆଦେଶ ହବରେ ପିଲେ ନା
ୟ ହବ। ତ ଏଠି କଣ ହେଇଯିବ ବୋଲେ ଅତ୍ୟଧିକମ୍। ଆଉ କେତେ ଗୁଡ଼ିଏ ଉଦାହରଣ ଦେଖିବା। ଅତି ଯୁକ୍ତ ଅନ୍ତମ୍। ଅତି ଯୁକ୍ତ ଅନ୍ତମ୍। ଦେଖ ଅ ତ ଅଛି, ଲାଷ୍ଟ କୁ ଇ ଅଛି, ସେ ଇ ଜାଗାରେ କଣ ହେଇଗଲା ନା ୟ ହେଇଗଲା। ଯୁକ୍ତ ଅନ୍ତମ୍ ଅତ୍ୟନ୍ତମ୍। ସେମିତି ଅଭି ଲାଷ୍ଟ କୁ କଣ ଅଛି ନା ଇ ଅଛି, ଇ ଜାଗାରେ କଣ ହେଇଗଲା ୟ ହେଇଗଲା। କାହିଁକି ନା ଇ ର ଅସବର୍ଣ୍ଣ ହଉଛି ଆ, ସେଥିପାଇଁ ଏଠି ୟ ଆଦେଶ ହେଇଗଲା। ତ କଣ ହେଇଗଲା ବୋଲେ ଅଭ୍ୟାଗତ। ଅଭିଯୁକ୍ତ ଆଗତଃ ଅଭ୍ୟାଗତଃ। ଅତି ଯୁକ୍ତ ଆଚାରଃ। ଅତି। ଓକେ। ତ ଅତିର ଇକାର ଜାଗାରେ କଣ ହେଇଗଲା ନା ୟ ହେଇଗଲା। କୋଉଥିପାଇଁ? କାହିଁକି ନା ପରବର୍ତ୍ତୀ ପଦ ଅସବର୍ଣ୍ଣ ଥିବାରୁ, ଅସମାନ ବର୍ଣ୍ଣ, ଇ ର ଅସମାନ ବର୍ଣ୍ଣ ଥିବାରୁ ଇ ସ୍ଥାନରେ କଣ ହେଇଗଲା ନା ୟ ହେଇଗଲା। ସେଥିପାଇଁ ରୂପଟା କଣ ହେଲା ଅତ୍ୟାଚାରଃ। ପ୍ରତି। ପ୍ରତି ଯୁକ୍ତ ଉପକାରଃ। ଇ ସ୍ଥାନରେ ୟ ହେଇଗଲା, କାହିଁକି ନା ଇ ର ଅସବର୍ଣ୍ଣ ହଉଛି ଉ, ତ ସେଥିପାଇଁ ଇ ସ୍ଥାନରେ ୟ ହେଇଗଲା। ତ କଣ ହେଇଗଲା ରେ ପ୍ରତ୍ୟୁପକାରଃ। ପ୍ରତି ଯୁକ୍ତ ଉପକାର, ପ୍ରତ୍ୟୁପକାରଃ। ସେମିତି ପ୍ରତି ଯୁକ୍ତ ଏକମ୍। ପ୍ରତି ଇ ଅଛି, ଇ ସ୍ଥାନରେ କଣ ହେଇଗଲା ନା ୟ ହେଇଗଲା, କାହିଁକି ନା ଏ ହଉଛି ଇ ର ଅସବର୍ଣ୍ଣ। ତ କଣ ହେଇଗଲା ରୂପଟା ନା ପ୍ରତ୍ୟେକମ୍। ନଦୀ ଯୁକ୍ତ ଅତ୍ର। ନଦ୍ୟତ୍ର। କାହିଁକି ନା ଇ ସ୍ଥାନରେ ଦୀର୍ଘେଇ ସ୍ଥାନରେ କଣ ହେଇଗଲା ନା ୟ ହେଇଗଲା। ଓକେ। ତ ନଦ୍ୟତ୍ର ଏଠି ରୂପ ହେଇଗଲା। ନଦୀ ଯୁକ୍ତ ଅମ୍ବୁ ନଦ୍ୟମ୍ବୁ, କାହିଁକି ନା ଇ ସ୍ଥାନରେ ୟ ହେଇଯିବାରୁ ଏଠି ନଦ୍ୟମ୍ବୁ ଶବ୍ଦ ହେଇଗଲା। ଏବେ ଆମେ ୟଣ ସନ୍ଧିର ଆଉ ଗୋଟେ ନିୟମକୁ ଦେଖିବା। ଉ ଅଥବା ଦୀର୍ଘ ଉ ସହିତ ଯଦି ଅସବର୍ଣ୍ଣ ର ମିଳିତ ହୁଅନ୍ତି ତେବେ ବ ହବ, ହଲନ୍ତ ବାଲା ବ। ତ ଉ ଅଥବା ଦୀର୍ଘ ଉ ର ଅସମାନ ବର୍ଣ୍ଣ ହଉଛନ୍ତି ବୋଲେ ଅ ଆ ହର୍ଷେଇ ଦୀର୍ଘଇ, ହର୍ଷରୁ ଦୀର୍ଘରୁ ଏ ଐ ଓ ଔ। ତେବେ ଉଦାହରଣ ମାଧ୍ୟମରେ ବୁଝିବା ଏଇ ନିୟମକୁ। ତ ଅନୁଯୁକ୍ତ ଅଗଚ୍ଛତ। ଅନ୍ ଉ ଅନୁ ଯୁକ୍ତ ଅଗଚ୍ଛତ। ଯୋଉ ଏଇ ଉ ଅଛି, ଏଇ ଉ ସ୍ଥାନରେ କଣ ହେଇଯିବ ରେ ପିଲେ ନା ଉ ସ୍ଥାନରେ ବ ହେଇଯିବ। କାହିଁକି ନା ଦେଖ ଏଠି ନିୟମ ଅଛି, ଉ ଅଥବା ଦୀର୍ଘ ଉ ସହିତ ଯଦି ଅସବର୍ଣ୍ଣ, ଅସବର୍ଣ୍ଣ ମାନେ ଅ ହଉଛି ଉ ର ଅସବର୍ଣ୍ଣ, ତ ସେଇ ଉ ସ୍ଥାନରେ କଣ ହେଇଯିବ ନା ବ ହେଇଯିବ। ତ ରୂପଟା କଣ ହେଇଯିବ ରେ ପିଲେ ଅନ୍ବଗଚ୍ଛତ। ଅନ୍ବଗଚ୍ଛତ। ଏମିତି ପ୍ରକାରର ୟଣ ସନ୍ଧିରେ ହୁଏ ଯଦି ହର୍ଷ ଉ ଅଥବା ଦୀର୍ଘ ଉ ସହିତ ଯଦି ଅସବର୍ଣ୍ଣର ମିଳନ ହୁଏ, ସେଇ ସ୍ଥାନରେ ବ ହୁଏ, ହଲନ୍ତ ବାଲା ବ। ତ ଆଉ କେତେ ଗୁଡ଼ିଏ ଉଦାହରଣ ଦେଖିବାରେ ପିଲେ। ଅନୁଯୁକ୍ତ ଅୟଃ। ଅନ୍ବୟଃ। ଅନୁଯୁକ୍ତ ଅୟଃ। ଦେଖରେ ପିଲେ ଅନୁ ଲାଷ୍ଟ କୁ କଣ ଅଛି ଉ ଅଛି, ଅନ୍ ଯୁକ୍ତ ଉ ଅନୁ। ଅୟଃ ଅନ୍ବୟ। ଦେଖ ତ ଉ ସ୍ଥାନରେ କଣ ହେଇଛି ନା ବ ହେଇଛି। ଓକେ। ସେ ଉ ସ୍ଥାନରେ କଣ ହେଇଯାଇଛି ବ, କାହିଁକି ହେଇଛି ନା ଉ ର ଅସବର୍ଣ୍ଣ ହଉଛି ଅ। ଯଦି ଅସବର୍ଣ୍ଣ ଅଛି ତାହେଲେ କୋଉ ସନ୍ଧି ହେଇଯିବ ନା ୟଣ ସନ୍ଧି। ନିୟମ ଅଛି କଣ ଉ ସ୍ଥାନରେ ବ ହେଇଯିବ। ତ ଅନ୍ବୟ ଶବ୍ଦ ହଉଛି। ସେମିତି ସାଧୁ ଯୁକ୍ତ ଆଦେଶ। ସା ଉ ସାଧୁ ଯୁକ୍ତ ଆଦେଶ। ତ ଉ ସ୍ଥାନରେ କଣ ହେଇଯାଉଛି ନା ବ ହେଇଯାଉଛି, କାହିଁକି ହଉଛି ନା ଅସବର୍ଣ୍ଣ ହଉଛି ଆ। ସାଧ୍ୱା ଦେଶ। କଣ ହଉଛି ବୋଲେ ସାଧ୍ୱା ଦେଶ। ସେମିତି ସାଧୁ ଇତି ଉକାର ଅଛି, ଏଠି ଉ ସ୍ଥାନରେ ବ ହେଇଯିବାରୁ ଏଟା କଣ ହେଇଛି ବୋଲେ ସାଧ୍ୱିତି। କଣ ହେଇଛି ନା ସାଧ୍ୱିତି। ସେମିତି ସାଧୁ ଯୁକ୍ତ ଇ। ସାଧୁ ଲାଷ୍ଟ କୁ କଣ ଅଛି ନା ଉ ଅଛି, ଉ ସ୍ଥାନରେ କଣ ହେଇଯିବ ଏଟା ଅସବର୍ଣ୍ଣ ଥିବାରୁ, ଉ ହର୍ଷେଇର ଅସବର୍ଣ୍ଣ ଥିବାରୁ ଉ ସ୍ଥାନରେ କଣ ହେଇଯିବ ରେ ପିଲା ନା ବ ହେଇଯିବ। ତ ସା ଲାଷ୍ଟ କୁ ଇ ଅଛି, ତ କଣ ହେଇଯିବ ନା ସାଧ୍ୱୀ ହେଇଯିବ। କଣ ସାଧ୍ୱୀ। ଏବେ ଦେଖିବା ଆଉ ଗୋଟେ ନିୟମ ୟଣ ସନ୍ଧିର। ହର୍ଷରୁ ଅଥବା ଦୀର୍ଘରୁ ସହିତ ଯଦି ଅସବର୍ଣ୍ଣର ମିଳନ ହୁଏ ତାହେଲେ ର ହେଇଯିବ, ହଲନ୍ତ ବାଲା ର। ତ ଏବେ ଦେଖିବା ମାତୃଯୁକ୍ତ ଅଙ୍କଃ। ମାତୃଯୁକ୍ତ ଅଙ୍କଃ ହେଲା। ତ ଲାଷ୍ଟ କୁ କଣ ଅଛି ରୁ ଅଛି, ଲାଷ୍ଟ କୁ କଣ ଅଛି ମା
आ म आ त हलंद वाला ତ ରୁ ଯୁକ୍ତ ଅଙ୍କ। ୟାକୁ କେମିତି ମାତୃ ତ ଏଇଟା ହଉଛି ମାତୃ ଲାଷ୍ଟ କୁ କଣ ରୁକାର ଅଛି ରୁକାର ଜାଗାରେ କଣ ହେଇଗଲା ରେ ନା ରକାର ହେଇଗଲା। ଏହାକୁ ଯଦି ଆମେ ଜଏଣ୍ଟ କରିଦେବା ମିଶେଇ ଦେବା ସମସ୍ତଙ୍କୁ କଣ ହବ ନା ମାତ୍ରଙ୍କ ହେଇଯିବ କଣ ହେଇଯିବ ନା ମାତ୍ରଙ୍କ। ଏଠି ଅଛି ଦେଖ ରୁ ଅଛି ସେଇ ରୁ ଜାଗା ର ହେଇଗଲେ କଣ ଏମିତି ହେଇଯିବ ତ କଣ ହେଇଯିବ ନା ମାତ୍ରଙ୍କ। ଦେଖ ହର୍ଷରୁ ଅଥବା ଦୀର୍ଘରୁ ଅସମାନ ବର୍ଣ୍ଣ ହଉଛନ୍ତି ଅ ଆ ହର୍ଷେଇ ଦୀର୍ଘଇ ହର୍ଷଉ ଦୀର୍ଘଉ ଏ ଐ ଓ ଔ। ଏମାନେ ଅସମାନ ବର୍ଣ୍ଣ ଆଉ ରୁ ଦୀର୍ଘରୁ ଏଇ ଦି ଜଣ ହଉଛନ୍ତି ସମାନ ବର୍ଣ୍ଣ। କେତେ ଗୁଡିଏ ଉଦାହରଣ ଦେଖିବା। ମାତୃ ଯୁକ୍ତ ଅନୁଜ୍ଞା ମାତ୍ର ଅନୁଜ୍ଞା ରୁ କାର ଜାଗାରେ ହେଇଛି ର ହେଇଯାଇଛି ମାତ ଯୁକ୍ତ ର ମାତ୍ର ଅନୁଜ୍ଞା ମାତ୍ର ଅନୁଜ୍ଞା। ଓକେ ତ ପିତୃଯୁକ୍ତ ଆଜ୍ଞା ପିତ୍ରାଜ୍ଞା ରୁକାର ଜାଗାରେ ରକାର ହେଇଯାଏ ପିତ୍ର ଯୁକ୍ତ ଆଜ୍ଞା ପିତ୍ରାଜ୍ଞା। ସେମିତି ମାତୃଯୁକ୍ତ ଇଚ୍ଛା ମାତୃଇଚ୍ଛା ପିତୃ ଯୁକ୍ତ ଅନୁମତି ପିତ୍ରନୁମତି ପିତ୍ର କାହିଁକି ନା ରୁ ଜାଗାରେ ର ହେଇଯାଇଛି ପିତ୍ରନୁମତି। ଦାତୃ ଯୁକ୍ତ ଈଶଃ ଦାତ୍ରୀଶଃ ସେମିତି ଭାତୃ ଯୁକ୍ତ ଅଂଶଃ ଭ୍ରାତୃଂଶଃ। ରୁକାର ସ୍ଥାନରେ କଣ ହେଇଛି ର ହେଇଯାଇଛି ହଲନ୍ଦ ବାଲା ର। ସେମିତି ଲୁ ସହିତ ଯଦି ଅସବର୍ଣ୍ଣ ର ସନ୍ଧି ହୁଏ ତାହେଲେ ଲ ହେଇଥାଏ ହଲନ୍ଦ ବାଲା ଲ। ତ ଏଇଟା ଦେଖରେ ବିଲେ ଲୁ ର ଅସମାନ ବର୍ଣ୍ଣ ହଉଛି ଅ ଆ ହର୍ଷେଇ ଦୀର୍ଘଇ ହର୍ଷଉ ଦୀର୍ଘଉ ରୁ ଏ ଐ ଓ ଔ। ତ ଉଦାହରଣ ମାଧ୍ୟମରେ ଜାଣିବା ଲୁ ଯୁକ୍ତ ଆକୃତି ଏଇଟା କଣ ହେଇଯିବ ରେ ଏଠି ଲ ହେଇଯିବ ଲୁ ଜାଗାରେ କଣ ହେଇଯିବ ନା ଲ ହେଇଯିବ କାହିଁକି ନା ଲୁ ର ଅସବର୍ଣ୍ଣ ହଉଛି ଆ ତ ଲ ହେଇଗଲା ଲ ହେଲେ କଣ ହେଇଯିବ ନା ଲାକୃତି ହେଇଗଲା। ଆଉ ଗୋଟେ ଉଦାହରଣ ଦେଖିବା ଲ ଯୁକ୍ତ ଆକାର ଲାକାର ଏଠି ଲ ହେଇଗଲା ଲୁ ଯୋଉ ଅଛି ଲ ହେଇଗଲା ତ ଲାକାର ହେଇଗଲା। ସମସ୍ତଙ୍କୁ ଧନ୍ୟବାଦ। ଏହା ଥିଲା ସ୍ୱର ସନ୍ଧିର ୟଣ ସନ୍ଧି। ଆଶା କରୁଛି